जय श्रीकृष्ण। ସୃଷ୍ଟିର ଆରମ୍ଭରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟଙ୍କ ପାଇଁ କିଛି ନୀତି ନିୟମ ଲାଗୁ କଲେ। ସେ ନୀତି ନିୟମ ହେଉଛି ମନୁଷ୍ୟ ଜନ୍ମରୁ ମୃତ୍ୟୁ ଯାଏଁ ତା ଜୀବନ ଜୀବିକା ନିର୍ବାହ କରିବା ପାଇଁ ଆବଶ୍ୟକ ଜିନିଷ ଭଗବାନ ତାଙ୍କୁ ମାଗଣାରେ ପ୍ରଦାନ କରିବେ। ତା ବଦଳରେ ମନୁଷ୍ୟ ଗୋଟେ ସାଧାରଣ ଛୋଟିଆ କାମଟିଏ କରିବ ଯେ ସଦାଦିନ ସବୁଦିନ ଭଗବାନଙ୍କର ନାମ ଜପ କରିବ, ଭଗବାନଙ୍କର ସେବା କରିବ। ଏତିକି ଭଗବାନଙ୍କର ସହିତ ମନୁଷ୍ୟର ନିୟମ ନୀତି ନିୟମ ଥିଲା। କିନ୍ତୁ ଆଜି ମନୁଷ୍ୟ ଜନ୍ମ ହେଲା ପରେ ତାର ଭଗବାନଙ୍କ ସହିତ କିଛି ସମ୍ପର୍କ ରହୁନି। ଭଗବାନ କ'ଣ ସେ ଜାଣିପାରୁନି, ଧର୍ମ କର୍ମ କ'ଣ ସେ ଜାଣିପାରୁନି। ତେଣୁ ଆଜି ସେ ମଣିଷ ଅପକର୍ମରେ ଜଡ଼ିତ ରହୁଛି, ଅଧର୍ମରେ ସେ ବୁଡ଼ିକି ରହୁଛି। ତେଣୁ ସେ ଅଧର୍ମୀମାନଙ୍କୁ ସଂହାର କରିବା ପାଇଁ ପ୍ରଭୁ ମର୍ତ୍ତ୍ୟମଣ୍ଡଳରେ ପ୍ରକଟ ହୁଅନ୍ତି। ତେଣୁ ଶ୍ଳୋକଟି ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ପରେ ପ୍ରକଟ ହୋଇ ଅଧର୍ମୀମାନଙ୍କର ବିନାଶ କରନ୍ତି। ସେତେବେଳେ ଆମେ କେହି ଭଗବାନଙ୍କୁ ଦୋଷ ଦେବା ନାହିଁ ଯେ ସେ ଆମର କ୍ଷତି କଲେ। କାରଣ ଭଗବାନ କହିଛନ୍ତି ସୃଷ୍ଟିର ଆରମ୍ଭ ବେଳେ ଯେଉଁ ନୀତି ନିୟମ ଲାଗୁ କରିଥିଲେ ସେ ନୀତି ନିୟମ ଯଦି ଠିକ୍ ଠାକ୍ରେ ପାଳନ ନ ହୁଏ ତେବେ ମୁଁ ମର୍ତ୍ତ୍ୟମଣ୍ଡଳରେ ମନୁଷ୍ୟ ରୂପ ଧରି ଅବତାର ନେବି, ଅଧର୍ମୀକୁ ବିନାଶ କରିବି, ଧର୍ମୀମାନଙ୍କୁ ମୁଁ ମୋକ୍ଷ ପ୍ରାପ୍ତି କରିବି। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀ।